ଆପଣଙ୍କୁ ସ୍ୱାଗତ ଜଣାଇ ଆମ ଚ୍ୟାନେଲରେ କ'ଣ କହିବେ ଯେଉଁ ଭାବେ ଏବେ ସ୍ଥିତି ଦେଖାଯାଉଛି ଯୁଦ୍ଧ ମଧ୍ୟ ଇଣ୍ଡିଆ ପାକିସ୍ତାନ ଭିତରେ ଯେଉଁ ଯୁଦ୍ଧ ରହିଛି ସାରା ଦେଶର ମଧ୍ୟ ଚିନ୍ତା ରହିଛି ଏବଂ ସାରା ବିଶ୍ୱର ମଧ୍ୟ ଚିନ୍ତା ରହିଛି। ଯୁଦ୍ଧ କଥା କହିବା ଏପଟେ ଦେଖିବା କିଛି ଦିନ ତଳେ ଭୂମିକମ୍ପ ମଧ୍ୟ ହେଇଥିଲା ଆଉ ବହୁତ କିଛି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆଗକୁ ହବ ବନ୍ୟା ହବ ଏ ବର୍ଷ ଜଳ ପ୍ରଳୟ ହବାର ଅଛି ଆଶଙ୍କା ରହିଛି ଆଉ ଯେହେତୁ ହବ ଭୟ ହବ ଗରମ ହବ ଆଉ ବାତ୍ୟା ବି ହବ। ଇଏ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ତା ଛଡା କୌଣସି ଧର୍ମାନୁଷ୍ଠାନ ଠିକ ରହିବ ନାହିଁ ବ୍ୟତିକ୍ରମ ସବୁ ଜାଗାରେ ରହିବ ଆଉ ମନ୍ଦିର ଭିତରେ ବିଭିନ୍ନ ପ୍ରକାର ଅଶୌଚ ଜିନିଷ ଗୁଡା ହବ ଅକର୍ମ ମନ୍ଦିର ବ୍ରାହ୍ମଣ ପଣ୍ଡା ମାନେ କରିବେ ଆଉ ସେଥିପାଇଁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ବିଭିନ୍ନ ପ୍ରକାର କ୍ଷୟକ୍ଷତି ସେଠି ଦେଖାଦବ ସେଠି ସଂକେତ ମିଳିବ ଭକ୍ତ ମାନଙ୍କୁ। କେବେ ସବୁ ଘଟଣା ସବୁ ଘଟିବ? ଏଇ 25 ଠାରୁ ଚାଲିଲା। ଆଚ୍ଛା 25 ଠାରୁ ସବୁ ଏଗୁଡା ଗୋଡ ଆରମ୍ଭ ହେଇଗଲା। ଆଚ୍ଛା ମିନ ଶନି ଯୋଉ ସଂଯୋଗ ପରେ ପରେ ହଁ ବାସ୍ ବାସ୍। ଆଚ୍ଛା ଆଉ କଣ ମାନେ ଯୋଉ କହୁଛ ବନ୍ୟା ବାତ୍ୟା ଯୋଉ ହବ ସେ କୋଉ ମାନେ କଣ କ୍ଷତି ହବ କେତେ ଏରିଆ କ୍ଷତି ହବ କୋଉ ଅଞ୍ଚଳ? ସେ ଅଞ୍ଚଳ ଫଞ୍ଚଳ କଥା ସେମିତି କିଛି କହିନି କିନ୍ତୁ ଓଡିଶାରେ କ୍ଷୟକ୍ଷତି ହବ ବୋଲି କହିଛି। କିଏ କହିଲେ? କିଏ କହିଲେ? ମା କହୁଛନ୍ତି ଯେ ଡାକରା ଦଉଛନ୍ତି ଓଡିଶାରେ ବହୁତ କ୍ଷୟକ୍ଷତି ହବ। ମା ମାନେ କୋଉ ମା ଡାକରା ଦେଲେ? ମଙ୍ଗଳା ମା। କେତେ ଦିନ ତଳେ ଦେଇଥିଲେ ଆପଣଙ୍କୁ ଡାକରା? ପ୍ରତି ମଙ୍ଗଳବାରକୁ ମଙ୍ଗଳବାର ଆସୁଛି ପ୍ରତି ମଙ୍ଗଳବାର ଦିନ ସେ କିଛି ନା କିଛି ଡାକୁଛି। ଆଚ୍ଛା ଏଇ ଯୋଉ ମଙ୍ଗଳବାରରେ କଣ ସୂଚନା ଦେଇଥିଲେ ଆପଣଙ୍କୁ? ଇଏ ପୀଠ ବିଷୟରେ ବିଭିନ୍ନ ପ୍ରକାର ପୀଠ ସବୁ ନଷ୍ଟ ହେଇଯିବ କୋଉଠି ନୀତିଦିନ ରହିବନି ଆଉ ମଠ ମନ୍ଦିର ସବୁ ଭାଙ୍ଗି ଚୁମାର ହବ ତାକୁ ଆଉ ଆଇନ ଶୃଙ୍ଖଳା ରହିବ ନାହିଁ ଆଇନ ସବୁ ହେଇଯିବ ଏରକମ ସବୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହବ ନା କଣ? ହଁ ହଁ। ଆଚ୍ଛା ଆଉ କଣ ଯଦି ଯୁଦ୍ଧ କଥା ଯୋଉ କୁହାହଉଛି କେମିତି କଣ ରହିବ ତା ସ୍ଥିତି? ଦ୍ୱିତୀୟ କଥା ସିଏ ତା କହିବା କଥା ହଉଛି ଯେ ସମୟ ନିକଟ ହେଇଗଲା ଧୀରେ ଧୀରେ ଯୁଗର ପରିବର୍ତ୍ତନ ସମୟ ହେଇଗଲା ଆଉ ଏଇଭଳି ଠା ପୁରା କ୍ଷୟକ୍ଷତି ହବ ଆଉ ଖଣ୍ଡ ଖଣ୍ଡ ହେଇକି ଖଣ୍ଡ ପ୍ରଳୟ ହବ ଆଉ ଖଣ୍ଡ ପ୍ରଳୟ ପରେ ଯାଇକି କିଛି ସମାଧାନ ହବ ସମାଧାନ ପରେ ଫେର ପ୍ରଳୟ ଘଟିବ ମହାପ୍ରଳୟ। ହଁ ମହାପ୍ରଳୟ ତ ହେଇନି ମହାପ୍ରଳୟ ବହୁତ ସମୟ ଦରକାର ଏଇଟା ଯୁଗ ପ୍ରଳୟ ହବ ତିନିଟା ପ୍ରଳୟ ଗୋଟେ ଖଣ୍ଡ ପ୍ରଳୟ ଗୋଟେ ଯୁଗ ପ୍ରଳୟ ଗୋଟେ ବ୍ରହ୍ମ ପ୍ରଳୟ ମହାପ୍ରଳୟ ଆଉ ସେଇ ମହାପ୍ରଳୟକୁ ତ ଆମର ଆଉ ହୋସ ମିଳିବ ନାହିଁ ସେ କେତେବେଳେ ହବ ସୂଚନା ନାହିଁ। ଏଇଟା ହଉଛି ଖଣ୍ଡ ପ୍ରଳୟ ଏବେ ଚାଲିଛି ଖଣ୍ଡ ପ୍ରଳୟ। ଖଣ୍ଡ ପ୍ରଳୟ ଏବେ ଚାଲିଛି ତାପରେ ଯୋଉଟା ଯୁଗର ପରିବର୍ତ୍ତନ ହବ ସେଟା ହଉଛି ଯୁଗ ପ୍ରଳୟ ସେଇ ସମୟଟା ହଉଛି ଘୋର ବିପଦ ସମୟ। ସେ କେବେ ସେ ଯୁଗ ପ୍ରଳୟ ଟା କେବେ? 31 ପର୍ଯ୍ୟନ୍ତ ଏଇ ଖଣ୍ଡ ପ୍ରଳୟ ଟା ଘଟି ଘଟିକା ଚାଲିବ ପୁରା ସବୁ ଏଇକା ଚାଲିବ। ଆଚ୍ଛା ଆମେ ଯୋଉ ଯୁଦ୍ଧ ଯୋଉ ହଉଛି ଯୁଦ୍ଧ ହବ କେମିତି କଣ ସ୍ଥିତି ତାର ରହିବ କଣ? ଯୁଦ୍ଧ ଆରି ଭିତରେ ଆରମ୍ଭ ହେଇଗଲା ଧୀରେ ଧୀରେ ବଢିବ ଯୁଦ୍ଧ କମିବନି। ଆଚ୍ଛା କାରଣ ବର୍ତ୍ତମାନ ପାକିସ୍ତାନକୁ ସପୋର୍ଟିଂ ଯେତିକି ଅଛି ତାର ଆଉ ସପୋର୍ଟିଂ ଦରକାର ଆଉ ସେଇ ସପୋର୍ଟିଂ ଯେତେବେଳେ ମିଳିଯିବ ସେ ଯୁଦ୍ଧ ହେଇଯିବ ଆରମ୍ଭ ହେଇଯିବ ଆଉ। ତାକୁ ତ ଚାଇନା ଆଉ ଅନ୍ୟ ରାଷ୍ଟ୍ରମାନେ ତାକୁ ଦଉଛନ୍ତି ସପୋର୍ଟ। ହଁ ମୁସଲମାନ ରାଜ୍ୟମାନେ ସବୁ ଦେବେ। ଆଉ ଗୋଟେ କୁହାଯାଇଥିଲା ତେରଟୋପିଆ ମିଳି ହେଇକି ଭାରତକୁ ଆକ୍ରମଣ କରିବେ ଏଇ ପରିସ୍ଥିତି ଆରି ଭିତରେ ଦେଖାଯିବ କି? 13ଟା ମୁସଲିମ କଣ୍ଟ୍ରି ଲେଟ୍ ଅଛି ଏତେ ବ୍ୟସ୍ତ ହବାର ନାହିଁ ସିଏ ଦ୍ୱାଦଶ ଅଚ୍ୟୁତ ହୋଇବେ ଭ୍ରମି ନହିବୁ କାହିଁ ସପ୍ତ ତିଳଥିବ ଶ୍ରୀରଙ୍ଗେ ତେବେ ପରତ ଯାଇ ଇଏ 13 ଟୋପି ମିଳନ ସବୁ ହବ କିନ୍ତୁ
ଆରମ୍ଭ ହେଲେ ଶେଷ ହବ। ଆରମ୍ଭ ନ ହବା ପର୍ଯ୍ୟନ୍ତ ଆମେ କେମିତି ସମୟଟା କହିପାରିବା? ନାଇଁ ଇଏ ଯୋଉ ଇଣ୍ଡିଆ ପାକିସ୍ତାନ ଯୋଉ ଯୁଦ୍ଧ ଚାଲିଛି ଆରମ୍ଭ ହେଇଯାଇଛି କହିଲେ ନା ନାଇଁ ଆରମ୍ଭ ହେଇନି? ହଁ ଆରମ୍ଭ ତ ହେଲାଣି। ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ସେଇ ଆରମ୍ଭଟା ଏକାଥର ତ ପୁଳେଇ କିଛି ହବ ନାହିଁ। ଧୀରେ ଧୀରେ ସୂତ୍ରପାତ ହବ। ଆଉ ସେଇ ସୂତ୍ରପାତକୁ ନେଇକି ଜିନିଷ ବଢିବ। ବର୍ତ୍ତମାନ ଯେତିକି ଫୋର୍ସରେ ଉଠିଥିଲେ ଆମ ଭାରତୀୟ, ସେ ଯଦି ତାଙ୍କ ଭିତରେ କିଛି ଶାନ୍ତର ବାକ୍ୟ ନ ମିଳିଥାନ୍ତା, ଇଏ ତଥାପି ଆରମ୍ଭ କରିଦେଇଥାନ୍ତେ। ସେ ତଥାପି ମାରି ଜାକେଇକି ପ୍ରସ୍ତୁତ ହେଇକି ଅଛନ୍ତି। ଆଉ ଯଦି କିଛି କୁଆଡୁ ହୁଏ ଆରମ୍ଭ କରିବେ। ଆଚ୍ଛା ଆଉ ଗୋଟେ କଥା କୁହାହଉଛି ମା ବିରଜା କ୍ଷେତ୍ର ହଉ ଶାରଳା କ୍ଷେତ୍ର ହଉ ସେଠି ସବୁ କଣ କଣ ଦେଖାଗଲାଣି? ସେଠି ସବୁ ପାଇଁ ବିପର୍ଯ୍ୟୟ ଦେଖାଦେବ। ମଠ ମନ୍ଦିରରେ କୌଣସି ଜିନିଷ ଆଉ ସତ୍ୟ ରହିବ ନାହିଁ। ପୂଜା ଠିକ ହବ ନାହିଁ। ଇଏ ମେଛ ତା ଭିତରକୁ ପଶିବେ। ସେଠି ନାନାଦି ପ୍ରକାର କର୍ମ ଭୁଲ ହବ। ବିରଜା କ୍ଷେତ୍ରରେ କଣ ହେଇଛି? ଦେବାଦେବୀ ମାନେ କେହି ରହିବେ ନାହିଁ। ବ୍ରାହ୍ମଣ ମାନେ ମନ ଇଚ୍ଛା ଆଇନ ଅଦାଲତ ଧରିକି ତାଙ୍କ ଇଚ୍ଛାରେ ସେ ପଥର ମୂର୍ତ୍ତି ସେବା କରେ। କିନ୍ତୁ ପ୍ରକୃତ ଦେବ ଶକ୍ତି କୌଣସି ମଠ ମନ୍ଦିରରେ ରହିବ ନାହିଁ। ଯେମିତି ରାମକୃଷ୍ଣ ଦଇତାପତି ମହାପାତ୍ର ଯୋଉ ଦଇତାପତି ଅଛନ୍ତି ସେ ଯାଇକି ଦୀଘାରେ ଯୋଉ ମମତା ବାନାର୍ଜୀ କରିଥିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭଳି ସେଠି ଯାଇକି ସେଠି ପୂଜା ଅର୍ଚ୍ଚନା କରୁ। ସେଠି ନେଇକି ନାକେ ଓଡିଶାରେ ମାନେ ଇଏ ଚାଲିଛି ଅସନ୍ତୋଷ ପ୍ରକାଶ ପାଇଛି। ମାନେ ଏଇଭଳି ଜିନିଷ ହବ ପା। ଏଇ ଯୋଉ ଜିନିଷ ଗୁଡିକ ବର୍ତ୍ତମାନ ବିଭିନ୍ନ ପ୍ରକାର ସୂତ୍ର ଦେଇକି ମାନେ କୁହାହବ କି କଳିର ପ୍ରଭାବ ପଡୁଛି ଆଉ। ହଁ କଳିର ପ୍ରଭାବ ପକଉଛି ଯାହା ଫଳରେ ଏଇ ସବୁ ମାନେ ଇଏ ଦେଖାଯିବ, ଅସନ୍ତୋଷ ଦେଖାଯିବ। ଆଉ ଗୋଟେ କଥା ଯୋଉ ବିରଜା କ୍ଷେତ୍ରରେ କଣ ଘଟଣା ହେଇଥିଲା? ଆଉ ବିରଜା କ୍ଷେତ୍ରରେ ନନ ଓଡିଆ ପଶି ଯାଇକି ତା ଭିତରେ ଯୁକ୍ତି ତର୍କ ହାତାହାତି ପର୍ଯ୍ୟନ୍ତ ପଳେଇ ଯାଇଥିଲା। ମାନେ ବିଦେଶୀ ମାନେ? ହଁ ବିଦେଶୀ ଲୋକ, ବିଦେଶୀ ପର୍ଯ୍ୟଟକ ମାନେ ନା କଣ? ହଁ ହଁ। ଆଚ୍ଛା ସେଠି କଣ କଣ ଘଟଣା ହବ? ଆଉ ମା କେବେ କଣ ଜାଣିଲ? କେମିତି କଣ ମା କଣ କହିଲେ? ମା ବିରଜା ତ ନିଜେ ସଂକ୍ରାନ୍ତିରେ ଆସୁଛନ୍ତି। ହଁ କଣ କହିଲେ? ସିଏ ତ ଆସିକି କହୁଛି ମୋ କ୍ଷେତ୍ର ଅପବିତ୍ର ହେଇଗଲାଣି, ମୁଁ ଆଉ ରହିପାରୁନି, ମୁଁ ଏଥର ବାହାରିବି, ଏଇଆ କହିକି ଯାଉଛି। ନାଇଁ ଆମେ ଯାହା ଶୁଣିବାର ଥିଲା 2004 ନା 2005 ରୁ ବିରଜା ଛାଡିଥିଲେ ନା ଥିଲେ ସେଠି? ସେ ନା ସେଇଟା ଯୋଉ 2004-2005 କଥା କହୁଛନ୍ତି ସେଇଟା ତାଙ୍କର ଯନ୍ତ୍ର ହରଣ ହେଇଥିଲା। ଆଚ୍ଛା। ସେ ଯନ୍ତ୍ର ହରଣ ହେଇନେ ନିଜେ ବିରଜା ତାକୁ କୌଣସି ପ୍ରକାର ପଶ୍ଚିମ ଦ୍ୱାର ଖୋଲିବା ଲାଗି ଲେଖା ହେଇକି ରହିଛି। ଆଉ ସେ ପଶ୍ଚିମ ଦ୍ୱାର ହିଁ ଖୋଲା ହେଇକି ସେ ଜିନିଷ ତା ଜାଗାକୁ ସେ ନେଇଯାଇଛି। ବ୍ୟସ୍ତ ହବାର କିଛି ନାହିଁ, ସେ ସମୟ ପରେ ଆସିବ। ସେଟା ମଧ୍ୟ ସେ ଡାକ ଦେଇଛି, ବ୍ୟସ୍ତ ହବାର ନାହିଁ, ମୋ ଯନ୍ତ୍ର ମୋର ଠିକ ଅଛି। ଆଚ୍ଛା। ହଁ ମାନେ ଏବେ ଏବେ ବିରଜା କଣ ଛାଡି ସାରିଲେଣି ନା ଅଛନ୍ତି ସେଠି? ବିରଜା ପୀଠରୁ ଉଠିଲେଣି, ପୀଠରେ କେହି ନାହାନ୍ତି। ବର୍ତ୍ତମାନ ସମୟ ଅନୁପାତରେ କେବଳ ଆଉ ନିଜ ନରଭଟ ତ ମିଳିନାହିଁ। ସେଥିପାଇଁ ସେ କେବଳ ପ୍ରଥମ ପୂଜା ପାଇବା ପାଇଁ ସେ ଆସିବେ ପୀଠକୁ। ତାପରେ ସେ ଶୂନ୍ୟ ବିହାରୀ ହେବେ। ମାନେ ଯେତେବେଳେ ପ୍ରଥମ ସ୍ନାନ ସାରି ପୂଜାଟି ହବ ସେଇ ସମୟରେ ଜାଣିକି ମାଙ୍କ ବିରାଜମାନ, ତାପରେ ଆଉ ନାହିଁ। ତାପରେ ସେତିକି ହଉଛି ପୂଜା, ଆଉ ତାପରେ ସେ ପୂଜା ଗ୍ରହଣ କରୁନାହାନ୍ତି। କାରଣ ସେ ଯୋଉ କ୍ଷେତ୍ର ମାନେ ସାରା ଭାରତ ସାରା ବିଶ୍ୱ ବୁଲୁଛନ୍ତି। ହଁ ହଁ। ଆଚ୍ଛା ଆଚ୍ଛା। ଆଉ କଣ କଣ ଅଘଟଣ ଆଉ କଣ କଣ ଦେଖାଯିବ ଆଗକୁ? ଆଗକୁ ଏ ବର୍ଷର ଅଗ୍ନିକାଣ୍ଡ ଅଧିକା ହେଇପାରେ। ସେଠୁ ଏ ବର୍ଷର ଅଗ୍ନିକାଣ୍ଡ ଅଧିକା ହେଇପାରେ। ଆଉ ଏଇ ଯୁଦ୍ଧ ତ ଲାଗିପାରେ ବୋଲି ସୂଚନା ମିଳୁଛି। ମା ଡାକୁଥିଲେ, ତଥାପି ଲାଗୁ ଲାଗୁ ବନ୍ଦ ହେଇଯାଇଛି। କଣ ହଉଛି ଦେଖାଯାଉ। ଆଉ ତ ଅଛି ମା ସେ ଯୁଦ୍ଧ ବାବଦରେ କଣ କହିଲେ? ମା ଯୁଦ୍ଧ ବାବଦରେ କଣ କହିଛନ୍ତି? ଏ ହବ ବୋଲି କହିଛନ୍ତି ବା, ଯୁଦ୍ଧ ଲାଗିଯିବ। ମାଙ୍କ ମାନେ ନିର୍ଦ୍ଦେଶ ହେଇଛି ଯେ ଯୁଦ୍ଧ ହବ ମଙ୍ଗଳାଙ୍କର। ହଁ ହଁ ହଁ।
परिस्थिति युद्ध तो हम से माने परिस्थिति को बड़ी भयंकर हम ना एमती नॉर्मल हिसाब रे ना वर्तमान एतेटा भयंकर आड़ू गति करी नहीं। अच्छा नॉर्मल लेखन चलिबो धीरे धीरे से माने या कहନ୍ତି सहज सूत्र रे चलिबो आ को माँ को टिके देबे माँ को टिके कथा बा माँ कौन कहउचंती हमें सीधा हड़क आम चैनल माध्यम शुणा माँ को माँ प्रणाम हर हर महादेव जय जगन्नाथ जय पंचायत आशीर्वाद कौन आगु को परिस्थिति कौन रही कौन आसुची निर्देश निर्देश आसुची तो भय भय लागुची सृष्टि माने डर डर लगुची डर डर लगुची भय भय लगुची आउ ये चंडी चामुड़ा पिठुर सब भारी से गाड़ी दका करूचंती रक्त पीवा पाई माने कौन सी देवादेवी मंदिर रे से माने नाहती देवादेवी माने नाहती सब बाहर की बुलिलानी बाहर बाहर है की बुलिलानी अच्छा 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 बाहर बाहर की बुलिलानी है जो बड़ी खाउछन देखी बड़ी बंद है गला पिठुरु बड़ी बंद है गला रक्त किया पिउची की गाड़ी धक्का बारंबार हबो पेन धक्का हबो कालेश्वर दूर चंडी छत्र चंदा अच्छा हां सेठी गोटे चंडी जागृत हला बालेश्वर रु स्टार्ट कला रक्त पीबो एक खाली ट्रेन दुर्घटना हबो बस दुर्घटना हबो ये खाली मुआ टिके बाछी बाछी की सब नबो अच्छा सब नबो खाली गाड़ी धक्का बले गाड़ी धक्का अकाल रोग मारी आसीबो बस बस चलिबो ए रोग जो कोरोना भली कोन हबो ना केमती कोन करुणा भया यही बस बस चलिबो का पुस्तक हबो का कुइया हबो अकाल जर आसी पहुंचबो करुणा चाहू आउरी बड़ा आकार भयंकर रोग मारी आसीबो ताकू चिनी रोग नुह से तंडी आखिरे दुसीबनी बाकी बाकी की नबो अच्छा आउ कोन कोन आउ जगह पीठरे तो जानिछ ना जो पक्षी चढ़ई उड़िले बातिया समरे यदि साधु घंटा सब बसे की यदि आलोचना कले बसा बांधिया पाई कोठी रहिया पाई तंक जीवन विकल रे रहिया पाई से चढ़ई चारि पाख जंक बुलुछन सेटा कोन सेटा संकेत दे गेला जगह पीठ को चल बापा भारत भारत मुला ये नट बुलुरु भांगुची काई की भांगुची जगह पीठ भजा बारंबार काई भांगुची से पक्षी उड़िला से की पक्षी कौन से कहते बसा बांधिया पाई से उड़ुचंदी चारि पाख जाक काई घाउरी खाइले से संकेत दे गला जो चिलो पकी जो पतित बाबन बाना को लेके जाइथला उड़ुथला हां हां ता आगुरु जाऊ केता चिलो ता ठंडा रे लेकी कोउठी जोउठी पकाइथिबो आउ ये जो भांगी गला मुळुरु भांगी गला ता नट मुळुरु भांगी अक्षय दंड अक्षय दंड हां रोजा मुळुरु मेन धन भागला नट मुळुरु अक्षय दंड हां 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 जानतो ना आ चारि पाख जाक छिला बुलिले काई से बड संकेत दे गला अच्छा जो युद्ध कथा को नहीं कौन कहबा युद्धर स्थिति युद्ध लागी जीवो लागिलानी लागिबो आगो को स्थिर अस्थिर है कि रही स्थिर हैनी स्थिर आसतला अस्थिर है कि एखनी लागी जीवो से कौन मां को निर्देश आसु मंगला मां को ना कार हां हां अच्छा आउ बिरोजा क्षेत्र रे कौन देखा जीवो सारला क्षेत्र रे कौन सेडु तो सब जगत सब ए बिरोजा मंडल से सब सब आगु एही का आसीबो आ बड़ बड़ पीठ सब खंड खंड है कि गई परिबो मुंडा मुंडा है कि गई परिबो जानतो ना जागर दिन एटी बुढ़ी डाकुची सियारे दुर्घटना घटी गलानी लिंगराज मंदिर दीप गई करके गोटे भक्त पूरा सीरियस एटी सब जेते जना अछन सब सुनिचन शुणव अच्छा शुणव गोटे पीठरू संकट शुणव को पीठरू
ଲିଙ୍ଗରାଜ ମନ୍ଦିରରୁ ଦୀପ ଗଳି ପଡୁନଥିଲା। ହଁ ସେଟା ତ ସରିଛି। ଆଉ ଏବେ ଆଗକୁ ସିଏ ତ ସରିଲାଣି। ଏବେ ଆଉ କଣ ଆଗକୁ କଣ ଘଟଣା ହବ ସେମିତି କଣ ଜଣା ପଡୁଛି? ପିଠରେ ବାରମ୍ବାର ଆସିବ। ଆଉ ବଡ ବଡ ପିଠ ସବୁ ସିଆଡ ସିଆଡ ସବୁ ଦୂର ଦୂର ସବୁ ବଡ ବଡ ପିଠ ସବୁ ଖଣ୍ଡ ଖଣ୍ଡ ହେଇକି ଗଳି ପଡିବ। ସାରଳା ମଙ୍ଗଳା ବିମଳା ଇଏ ସବୁ ଦେଖେ କଣ ହଉଛି ଆଗକୁ କହିବ କଣ। ଆଉ ଗୋର ଗୋର ଭିତରେ ସବୁ ମାଡି ଆସିଲାଣି। କେତେ ଦିନ ବା କେତେ ବର୍ଷ ଏଇ ବର୍ଷ ନା ଆଉ କେତେ? 2030 2000 ଏଇଟା 25 ଚାଲିଛି ଆରମ୍ଭ ହେଲା 2027-28 ବେଳକୁ ଦେଖ। ମାନେ 28 ସୁଦ୍ଧା ପୁରା ପରିସ୍ଥିତି ପୁରା ବଦଳି ଯାଇଥିବ। ହଁ 27-28 ବେଳକୁ ଦେଖେ। ଆଚ୍ଛା। ଆଉ ତାହେଲେ ଏଇ କଥା ମାଙ୍କର ନିର୍ଦ୍ଦେଶ ଆସି ଏଇ ଘଟଣା ସବୁ ଘଟୁଛି ଆଗକୁ। ହଁ ସାଧୁ ସବୁ ଏଇ ମା ତିଲକ ନନ୍ଦୀ କାଟିକି ବୁଲୁଛନ୍ତି ବାଇନ୍ ବାଇନ୍ ସବୁ ବୁଲା ପକାଇକି ତାଙ୍କୁ ବର୍ଷ ବସାଲେ କହିପାରିବେ। ଠିକ ଅଛି ତାହେଲେ ଠିକ ଅଛି। ଜୟ ଜଗନ୍ନାଥ, ଜୟ ପଞ୍ଚ, ହର ହର ମହାଦେବ।